ଆସିଛି ତ ତାକୁ ନେଇକି ସାର୍ କ'ଣ କହିବେ? ମୋ ଉପରେ ଯୋଉ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ, ଆଉ ଏଥିର କୌଣସି ସତ୍ୟତା ନାହିଁ। ଆଜ୍ଞା, ସେ କିନ୍ତୁ ସେ ଯେମିତି କହୁଛି କି ଯେ ଆପଣ ଗୋଟେ ଭଡ଼ା ଘର ନେଇଛନ୍ତି, ଆପଣ ତାକୁ କାରରେ ପିଟିଏସ୍ ଛକରୁ ନେଇକି ଯାଇଛନ୍ତି ଏବଂ ଗୋଟେ ଥର ତା ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି, ତାକୁ ନେଇକି ସେ ବି ଅଭିଯୋଗ କରୁଛି। ଶୁଣନ୍ତୁ, ପୀଡ଼ିତା ତାର ଜମିବାଡ଼ି ମାମଲାର ସମାଧାନ କରିବା ପାଇଁ ମୋ ସହିତ କିଛି ଥର ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଆଜ୍ଞା ସେଇଟାକୁ ସିଏ କେତେବେଳେ ଦରକାର ହେଲେ ମୋ ବିରୁଦ୍ଧରେ ବା କୌଣସି ପୋଲିସ ଅଫିସରକୁ ଇଏ କରିବା ପାଇଁ, ହଇରାଣ ହରକତ କରିବା ପାଇଁ ତାର ସ୍କ୍ରିନଶଟ ରଖିଛନ୍ତି, ଆଜ୍ଞା ଯୋଉଟା ତାଙ୍କ ଉଦ୍ଦେଶ୍ୟ ଥିବ ନିହାତି। ଆଜ୍ଞା ଏହା ମୋର ବ୍ୟକ୍ତିଗତ ଗୋପନୀୟତାକୁ ମଧ୍ୟ ବ୍ୟାହତ କରିଛି। ଆଜ୍ଞା ସାର୍ ସାର୍ ଆଉ ତେଣୁ ସିଏ ତାଙ୍କର ଯୋଉ ଦାବି ରଖିଥିଲେ, ଯାହା ତାଙ୍କର ଦାବି ଥିଲା ଯେ ଗାଁ ବାଲା ଆରେଷ୍ଟ ହେବେ, ଆଉ ତା ବାଦେ ସେଇଥିରେ ସେଇଟା ଯେତେବେଳେ ପୋଲିସ ଆଇନ ଅନୁସାରେ ଯୋଉଟା କରିବା କଥା କଲା, ଏବଂ ଆଉ ଆମର ତାକୁ ଯୋଉ କେସରେ ଆରେଷ୍ଟ କରି ଫରୱାର୍ଡ କରାଗଲା, ସେଇଥିରେ ସିଏ ଅତ୍ୟଧିକ ଇଏ ହେଇକି ମତେ ଡିଫେମ୍ କରିବା ପାଇଁ ଏଗୁଡା କରିଛି। ସାର୍ ଆମେ କହିବା କି ଯେହେତୁ ତାଙ୍କର ଜମି ଜମା ବିବାଦ ଗ୍ରାମବାସୀଙ୍କ ସହିତ ଲାଗି ରହିଥିଲା, ଆପଣଙ୍କର ସହାୟତା ଖୋଜୁଥିଲା, କିନ୍ତୁ କେଉଁଠି ନା କେଉଁଠି ଆପଣ ତା ଆଗେନେଷ୍ଟରେ କେସ୍ କଲେ, ତାକୁ ଜେଲକୁ ପଠାଇଲେ, ତ ଇଏ ତାର ରିଆକ୍ଟିଭ୍ ହେଇକି ଏମିତି କରିଥାଇପାରେ। ବିଲକୁଲ ବିଲକୁଲ ସେୟା ହିଁ ହେଇଥିବ। ଆଜ୍ଞା ସାର୍, ଆଉ ଗୋଟେ କଥା ଦେଖିବା ଯେ ପୀଡ଼ିତା ଯେଉଁ ଫଟୋ ଦେଖାଉଛନ୍ତି ଆପଣଙ୍କ ସାଙ୍ଗରେ, ସେ ଯେଉଁ କଥା ହେବାର ଭିଡ଼ିଓ କଲ୍ରେ, ତ ସେଇଥିରେ ସେ ହସି ହସିକି ଆପଣଙ୍କ ସହିତ କଥା ବି ହେଉଛନ୍ତି। ଆଜ୍ଞା, ଏଇଟା କୌଣସି ପ୍ରକାର, ମୁଁ ତ ଆଉ ସିଏ ଗୋଟେ ଜାଗାରେ ଥିଲେ, ମୁଁ ଗୋଟେ ଜାଗାରେ ଥିଲି, ମୁଁ ତ କୌଣସି ପ୍ରକାର ହସି ହସିକା ଇଏ କରିନଥିବି, ବା ମୁଁ କୌଣସି ପ୍ରକାର ଇଏ କରିଥିବାର ସେଇଟା ସ୍ପଷ୍ଟ ବାହାରି ହେଇଯାଉଛି। ଆଉ ବହୁତ ତା ଭିତରୁ କେତେଟା କନଭରସେସନରେ ମୋର ସ୍ତ୍ରୀ ମଧ୍ୟ ମୋ ସାଙ୍ଗରେ ଥିଲେ, ତାଙ୍କ ଜାଣତରେ ବି ଅଛି। ତେଣୁ ଏସବୁ ଜିନିଷରେ ତାକୁ ଗୋଟେ ସେକ୍ସୁଆଲ କଲର ଦବା, ଏଇଟା କଦାପି ସମୀଚୀନ ନୁହେଁ। ଆଜ୍ଞା ସାର୍, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବି ଯେ ସେ ଯେଉଁ ଅଭିଯୋଗ ଆଣୁଛନ୍ତି ଯେ ଆପଣ ତାଙ୍କ ସହିତ ଗୋଟେ ଥର ଶାରୀରିକ ସମ୍ପର୍କ ରଖିଛନ୍ତି, ତ ଏଇଟା କେତେ ଦୂର ତାଙ୍କ କଥାରେ ଠିକ୍ ରହିଛି ବା ଭୁଲ ରହିଛି, କ'ଣ କହିବେ? ମୁଁ କହିଛି ଏ ଜିନିଷ ବର୍ତ୍ତମାନ ତଦନ୍ତ ଚାଲିଛି। ମୁଁ ଅଧିକା କିଛି କହିଲେ ତା ତଦନ୍ତକୁ ପ୍ରଭାବିତ କରିବା ଭଳିଆ ହବ। ମୁଁ ଜଣେ ରେସ୍ପନ୍ସିବୁଲ ପୋଲିସ ଅଫିସର। ମୁଁ ବର୍ତ୍ତମାନ ଯୋଉ ଆମର ଉପରିସ୍ଥ ଅଫିସର ଏସପିଙ୍କ ନିର୍ଦ୍ଦେଶରେ ଯାହା ଇଏ ହେଇଛି ମୁଁ ସେଟା କରୁଛି, ତଦନ୍ତରେ ସମ୍ପୂର୍ଣ୍ଣ କୋଅପରେଟ କରୁଛି। ତଦନ୍ତ ସରିଲେ ଆପଣ ମାନେ ସତ୍ୟ ଜାଣିପାରିବେ। ମୁଁ କହିବା ସିଏ କହିବା ଭିତରେ କିଛି ଇଏ ନାହିଁ। ତେଣୁ ଏଇ ଯୋଉ ଅଭିଯୋଗ ସମ୍ପୂର୍ଣ୍ଣ ମିଛ, ଉଦ୍ଦେଶ୍ୟ ପ୍ରଣୋଦିତ, କପୋଳ କଳ୍ପିତ। ଆଜ୍ଞା, ଥ୍ୟାଙ୍କ ୟୁ ସାର୍।